ଗାଁରେ ଉଡ଼ିଲା 76ତମ ସାଧାରଣତନ୍ତ୍ର ଦିବସର ତ୍ରିରଙ୍ଗା ପତାକା। ଗାଁରୁ ସହର, ସହରରୁ କାର୍ଯ୍ୟାଳୟ, ପ୍ରତ୍ୟେକ କ୍ଲବ ଅନୁଷ୍ଠାନ କାର୍ଯ୍ୟାଳୟ ସବୁଠାରେ ଫରଫର ହୋଇ ଉଡୁଛି ଦେଶର ଗର୍ବ ତ୍ରିରଙ୍ଗା ପତାକା। ସତେଅବା ସୃଷ୍ଟି ହୋଇଯାଇଛି ଦେଶରେ 3ଟି ରଙ୍ଗର ପସରା। ଯେଉଁଆଡ଼େ ଚାହିଁବେ ଦେଖାଯାଉଛି ସେହି ତ୍ରିରଙ୍ଗା ପତାକାର ଝଲକ। ଏହି ତ୍ରିରଙ୍ଗା ପତାକା ହେଉଛି ଆମ ଭାରତ ବର୍ଷର ସ୍ୱାଧୀନତାର ଏକ ପ୍ରତୀକ। ବ୍ରିଟିଶମାନଙ୍କ କବଳରେ ଛନ୍ଦି ହୋଇ ଇଂରେଜମାନଙ୍କ ଶାସନ ଡରିରେ ଦିନେ ଦେଶରେ ଶାସନ ଚାଲିଥିଲା। ଇଂରେଜମାନଙ୍କ ଶାସନରେ ଅନେକ କିଛି ଅତ୍ୟାଚାରର ଶିକାର ହୋଇଥିଲେ ପବିତ୍ର ଭାରତବର୍ଷର ନିରୀହ ଜନତା। ତାଙ୍କ କବଳରୁ ମୁକ୍ତି ପାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଇଂରେଜମାନଙ୍କ ପାଖରୁ ମୁକ୍ତି ପାଇବା କଷ୍ଟକର ହୋଇ ପଡୁଥିଲା। କାରଣ ସେତେବେଳେ ଆମ ପବିତ୍ର ଭାରତବର୍ଷକୁ ଇଂରେଜମାନେ ଦଖଲ କରି ରଖିଥିଲେ, ଯାହାଫଳରେ ଇଂରେଜମାନଙ୍କ ଶାସନରେ ସମସ୍ତେ ବନ୍ଦୀ ହୋଇ ଅନେକ ନିର୍ଯାତନାର ଶିକାର ହୋଇଥିଲେ। ଏହି ପବିତ୍ର ଭାରତବର୍ଷରେ ଇଂରେଜମାନଙ୍କ ପାଇଁ ସବୁବେଳେ ସୁଖର ସୂର୍ଯ୍ୟ ନଥିଲା। ସମୟକ୍ରମେ ଇଂରେଜମାନଙ୍କ ଭବିଷ୍ୟତରେ ଘଟି ଆସିଥିଲା ଅମାବାସ୍ୟାର କାଳରାତି। ସେହି କାଳରାତିରେ ପ୍ରତିହିଂସାର ନିଆଁ ଜାଳିବା ପାଇଁ ସେତେବେଳେ ଜନ୍ମ ନେଇ ସାରିଥିଲେ ପବିତ୍ର ମାଟିରେ ବୀର ଲଢୁଆ ପୁଅ। ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ରକ୍ତରେ ନିଆଁ ଲାଗିଯାଇ ଦେଶ ମୁକ୍ତିର ଝାସ ଦେବା ପାଇଁ ମୁଣ୍ଡ ଟେକିଥିଲେ ଅନେକ ଲଢୁଆ ବୀର। ସେହି ଲଢୁଆମାନଙ୍କ ମଧ୍ୟରେ ରହିଥିଲେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଚାଚା ନେହେରୁଙ୍କ ସହିତ ଅନେକ ଦେଶପ୍ରେମୀ। ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରି ଦେଶକୁ ସ୍ୱାଧୀନ କରିବା ପାଇଁ ଅଣ୍ଟା ଭିଡ଼ି ବାହାରିଥିଲେ ଦେଶପ୍ରେମୀ ମହାନାୟକ। ସମୟକ୍ରମେ ଇଂରେଜମାନଙ୍କ ସହିତ ଲଢ଼େଇ କରି ଦେଶକୁ ସ୍ୱାଧୀନ କରିଥିଲେ। ସେହି ସ୍ୱାଧୀନତାର 76ତମ ସାଧାରଣତନ୍ତ୍ର ଦିବସ ଆଜି ଗାଁଏ ଗାଁଏ ପାଳିତ ହୋଇଯାଇଛି। ଏହି ସାଧାରଣତନ୍ତ୍ର ଦିବସକୁ ବିଶେଷ ଭାବରେ ସ୍କୁଲମାନଙ୍କରେ ଗୁରୁତ୍ୱ ସହକାରେ ପାଳନ କରାଯାଇଥାଏ। କାରଣ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନର ନାଗରିକ। ତାଙ୍କ ମନରେ ଦେଶ ସେବାର ମନୋଭାବ ଜାଗ୍ରତ କରିବା ପାଇଁ ପ୍ରତ୍ୟେକ ସ୍କୁଲରେ ପାଳନ କରାଯାଇଥାଏ ସାଧାରଣତନ୍ତ୍ର ଦିବସ। ସେମିତି ଏକ ସାଧାରଣତନ୍ତ୍ର ଦିବସ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗ୍ରାମ ପଞ୍ଚାୟତର ବଲାଣିପଶି ସ୍କୁଲରେ ମହାସମାରୋହରେ ପାଳିତ ହୋଇଯାଇଛି। 76ତମ ସାଧାରଣତନ୍ତ୍ର ଦିବସ। କୁନି କୁନି ପିଲାମାନଙ୍କ ମନରେ ଦେଶପ୍ରେମର ଆଗ୍ରହ ସୃଷ୍ଟି କରିବା ପାଇଁ ଏହି ସାଧାରଣତନ୍ତ୍ର ଦିବସକୁ ଖୁବ୍ ଉତ୍ସାହ ସହକାରେ ପାଳନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ହାତରେ ତ୍ରିରଙ୍ଗା ପତାକା ଧରି ଖୁବ୍ ଆଗ୍ରହ ସହକାରେ ଜାତୀୟ ସଙ୍ଗୀତ ଗାନ କରି ଗ୍ରାମ ପରିକ୍ରମା କରିଥିଲେ। ଏହି ଗ୍ରାମ ପରିକ୍ରମା ସମୟରେ ଏକ ସୁନ୍ଦର ଦୃଶ୍ୟ ସମସ୍ତଙ୍କୁ ଖୁବ୍ ଆକୃଷ୍ଟ କରିଥିଲା। ଗ୍ରାମ ପରିକ୍ରମା ପରେ ସ୍କୁଲରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଏକ ସାଧାରଣ ସଭାର ଆୟୋଜନ କରି ଛାତ୍ରଛାତ୍ରୀମାନଙ୍କୁ ଦେଶ ସ୍ୱାଧୀନତାର ମହାନାୟକମାନଙ୍କ କାର୍ଯ୍ୟାବଳୀକୁ ଭାଷଣ ମାଧ୍ୟମରେ ବୁଝାଇଥିଲେ। ତାପରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି କାର୍ଯ୍ୟକ୍ରମ ଶେଷ କରିଥିଲେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।